ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଏତେ କମ୍ ସମୟ ମଧ୍ୟରେ ଆପଣମାନେ ସମସ୍ତେ ଏଠାରେ ଉପସ୍ଥିତ ରହିବା ଲାଗି ବୋଲିକିରି ଆମେ ସମସ୍ତେ କମିଟି ତରଫରୁ ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଆଉ ଆପଣମାନେ ସମସ୍ତେ ଜାଣିଛନ୍ ଏ ଆମର ଅଷ୍ଟଶମ୍ଭୁ ମଧ୍ୟରୁ ଗୋଟେ ବାବା ବିଶ୍ୱେଶ୍ୱରଙ୍କର ଶୈବପୀଠରେ ନବନିର୍ମିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ନିର୍ମାଣ କରାଯାଇଛି। ତାର ପ୍ରତିଷ୍ଠା ମହୋତ୍ସବ ଜାନୁଆରୀ 22ରୁ ଜାନୁଆରୀ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆପଣମାନଙ୍କ ମାଧ୍ୟମରେ ଏ ଅଞ୍ଚଳ ସମସ୍ତଙ୍କୁ ମୁଁ ହାତ ଯୋଡ଼ିକି ନିବେଦନ କରୁଛି, ଏହି ମହୋତ୍ସବକୁ ଆସିକରି ସେମାନେ ବାବା ବିଶ୍ୱେଶ୍ୱରଙ୍କର ଆଶୀର୍ବାଦ ଭିକ୍ଷା କରନ୍ତୁ। ଆଉ ବର୍ତ୍ତମାନ ବିଭିନ୍ନ ସାଂସ୍କୃତିକ ଆମର କାର୍ଯ୍ୟକ୍ରମ ଆଜ୍ଞା 22 ତାରିଖରୁ ଆରମ୍ଭ ହେବା। ଜାନୁଆରୀ 22ରୁ ସକାଳ 7 ବଜେରୁ 8:30 ମଧ୍ୟରେ ଅଙ୍କୁର ରୋପଣ କରାଯିବା ମନ୍ଦିର ପ୍ରାଙ୍ଗଣରେ। 9 ଘଣ୍ଟାରୁ 11 ଘଣ୍ଟା 45 ମିନିଟ୍ ମଧ୍ୟରେ ବାସ୍ତୁ ପୂଜନ କରାଯିବା। ସକାଳ ମଧ୍ୟାହ୍ନ 12ଟାରେ ଆମର କଳସ ଯାତ୍ରାର ଶୁଭାରମ୍ଭ ହେବା। ଏଇଟା ହେଉଛି 22 ତାରିଖର ପ୍ରୋଗ୍ରାମ। ସେହିପରି 22ରୁ 26 ମଧ୍ୟରେ ନାନା ପ୍ରକାର ଆମର ବୈଦିକ ରୀତି ଅନୁସାରେ କାର୍ଯ୍ୟକ୍ରମ ମାନେ ଅନୁଷ୍ଠିତ ହେବାର ଅଛି। ତା ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ ମଧ୍ୟ ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି। ଆପଣ 22 ତାରିଖ ଅପରାହ୍ନ 2ଟାରେ ମହିଳା ସଂକୀର୍ତ୍ତନ ପରିବେଷଣ କରାଯିବା ସନ୍ଧ୍ୟାରାଣୀ ଓ ଦଲି ସାଙ୍କ ଦ୍ୱାରା। ରାତ୍ର 7 ଘଣ୍ଟାରେ ଭଜନ ସନ୍ଧ୍ୟା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଓ ତାଙ୍କର ଗ୍ରୁପ ପରିବେଷଣ କରିବେ। 23 ତାରିଖ ଶୁକ୍ରବାର ଦିନ 2ଟାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅଛି। ବୁଧୁ ଶତପଥୀ ରେମଣ୍ଡା ଓ ଗୀତିରଞ୍ଜନ ସାହୁ କୁଲୁଣ୍ଡା। ସନ୍ଧ୍ୟା 7ଟାରେ ପୁଣି ଭଜନ ସନ୍ଧ୍ୟା ହେବ କୃଷ୍ଣା ଓ ଗ୍ରୁପ ସମ୍ବଲପୁରଙ୍କ ଦ୍ୱାରା। 24 ତାରିଖରେ ମଧ୍ୟାହ୍ନ 2ଟାରେ ପୁଣି ମହିଳା ସଂକୀର୍ତ୍ତନ ହେବ ସୁମିବାଗ ଓ ଯମୁନା ଭୋଇଙ୍କ ଦ୍ୱାରା। ସନ୍ଧ୍ୟା 7ଟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ମାନସୀ ପାତ୍ର ଭୁବନେଶ୍ୱର ଓ ତାଙ୍କ ଗ୍ରୁପଙ୍କ ଦ୍ୱାରା। 25 ତାରିଖରେ କୀର୍ତ୍ତନ ଧାରାର କାର୍ଯ୍ୟକ୍ରମ ରହିଛି। ସେଥିରେ ଅଂଶଗ୍ରହଣ କରିବେ ବିଶ୍ୱାମିତ୍ର ପାଣ୍ଡେ, ଅଞ୍ଜନା ଦେହେରୀ, ଡୋଲାମଣି ମହାରଣା ଓ ତାଙ୍କର ଗ୍ରୁପ। ସନ୍ଧ୍ୟା 7ଟାରେ ଭଜନ ସନ୍ଧ୍ୟାରେ ସୁପ୍ରସିଦ୍ଧ ଆମର ଗାୟକ ପଙ୍କଜ ଜାଲ କଳାହାଣ୍ଡିରୁ ଆସିକରି ତାଙ୍କର ସଙ୍ଗୀତ ପରିବେଷଣ କରିବେ। 26 ତାରିଖରେ 2ଟାରୁ ପୁଣି ମହିଳା ସଂକୀର୍ତ୍ତନ ଆରମ୍ଭ ହେବ ଇତିଶ୍ରୀକର ଓ ସରିତା ଓ ନିକିତାଙ୍କ ଦ୍ୱାରା। ସନ୍ଧ୍ୟା 7ଟାରେ ଭଜନ ସନ୍ଧ୍ୟାରେ ଶ୍ରୀଚରଣ ମହାନ୍ତି ଓ ଗ୍ରୁପ କଟକରୁ ଆସିକରି ତାଙ୍କର ସଙ୍ଗୀତ ପରିବେଷଣ କରିବେ। ଏତାର ବାହାରେ ସବୁଦିନ 5:30ରେ ମହାରାଜ ଜଳନ୍ଧରଙ୍କର କାର୍ଯ୍ୟକ୍ରମ ଅଛି। ମହାରାଜ ସବୁଦିନ ଆମ ସରଣ୍ଡା ଗ୍ରାମରେ ଏବଂ ଆଖପାଖ ଅଞ୍ଚଳରେ ପରିଭ୍ରମଣ କରି ତାପରେ ତାଙ୍କ ଷ୍ଟେଜକୁ ଆସିବେ ଓ ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ।